आज आमे पढ़िबा गुण। तो काव्यर शैष्ठव गुण द्वारा ही साधित होइथाए। गुणहीना न शोभन्ते निगन्धाइव किं सुका। अर्थात सुबासहीन सुंदर पलाश पुष्प परि गुणहीन पुरुष बा गुणहीन काव्य शोभा पाए नाही। काव्ୟରେ गुणर एक गुरुत्वपूर्ण स्थान रहिछि। एणु अग्निपुराणରେ କୁହାଯାଇଛି ବପୁଷ୍ୟ ଲଳିତେ ସ୍ତ୍ରୀଣା ହାର ଭରାୟତେଇବ। ଅର୍ଥାତ୍ ନିସର୍ଗ ସୌନ୍ଦର୍ଯ୍ୟ ବିହୀନ ସ୍ତ୍ରୀ ଲୋକର ଶରୀରରେ ଅଳଙ୍କାର ବୋଝ ପରି ଦେଖାଗଲା ପରି ଗୁଣ ବିହୀନ କାବ୍ୟରେ ଥିବା ଅଳଙ୍କାର ମଧ୍ୟ ଶୋଭା ପାଏ ନାହିଁ। ଆଚାର୍ଯ୍ୟ ଭରତ ଗୁଣର ସଂଜ୍ଞା ଦେବାକୁ ଯାଇ ଉଲ୍ଲେଖ କରିଛନ୍ତି ଗୁଣ ବିପର୍ଯ୍ୟୟା ମାଧୁର୍ଯ୍ୟଦାର୍ଯ୍ୟ ଲକ୍ଷଣ ଏତଏବ ବିପର୍ଯ୍ୟସ୍ତା ଗୁଣା କାବ୍ୟେଷୁ କୀର୍ତ୍ତିତା। ଅର୍ଥାତ୍ ମାଧୁର୍ଯ୍ୟ ଔଦାର୍ଯ୍ୟାଦି ଗୁଣ ହେଉଛି ଦୋଷର ବିପରୀତ। କାବ୍ୟରେ ଶ୍ରୁତିକଟୁ ପ୍ରଭୃତି ଦୋଷ ନଥିଲେ ସେଠାରେ ଗୁଣ ଆପେ ଆପେ ଆସିଥାଏ। ତେଣୁ ଶ୍ରୁତିକଟୁ ପ୍ରଭୃତି ଦୋଷର ଅଭାବ ହିଁ ଗୁଣ ନାମରେ କଥିତ ହୋଇଥାଏ। କିନ୍ତୁ କାବ୍ୟରେ ଶ୍ରୁତିକଟୁ ପ୍ରଭୃତି ଦୋଷ ନଥିଲେ ଯେ ଗୁଣ ରହିବ ଏହା ଯୁକ୍ତିସିଦ୍ଧ ନୁହେଁ। ଯେପରି ଦେହରେ ରୋଗଶୂନ୍ୟତା ଅର୍ଥ ପୂର୍ଣ୍ଣ ସ୍ୱାସ୍ଥ୍ୟ ଲାଭ କରିବା ହୁଏ ନାହିଁ। ପରବର୍ତ୍ତୀ କାଳରେ ଆଚାର୍ଯ୍ୟମାନେ କାବ୍ୟର କେତୋଟି ବିଶିଷ୍ଟ ବିଭାଗ ସ୍ଥିତିକୁ ଗୁଣ ରୂପେ ଅଭିହିତ କରିଛନ୍ତି। ଆଚାର୍ଯ୍ୟ ଦଣ୍ଡିଙ୍କ ମତରେ ଅଳଙ୍କାର ହେଉଛି କାବ୍ୟର ଏକମାତ୍ର ଶୋଭାବର୍ଦ୍ଧନ ଧର୍ମ ଏବଂ ଉପମା ରୂପକ ପରି ଗୁଣ ମଧ୍ୟ ଏକ ଅଳଙ୍କାର। ଅଳଙ୍କାର ଓ ଗୁଣକୁ ଅଭେଦ ରୂପରେ ଗ୍ରହଣ କରିଥିବାରୁ ଦଣ୍ଡିଙ୍କ ମତରେ ଅଳଙ୍କାର ପରି ଗୁଣ ମଧ୍ୟ ଅସଂଖ୍ୟ। ଆଚାର୍ଯ୍ୟ ବାମନଙ୍କ ମତରେ ମଧ୍ୟ ଅଳଙ୍କାର କାବ୍ୟର ଶୋଭା ସମ୍ପାଦନ କରିଲା ପରି ଗୁଣ ମଧ୍ୟ କାବ୍ୟର ଶୋଭା ସମ୍ପାଦନ କରେ। କେବଳ ନିତ୍ୟ ଓ ଅନିତ୍ୟ ଦୁଇଟି ପଦ ଦ୍ୱାରା ସେ ଗୁଣ ଓ ଅଳଙ୍କାର ମଧ୍ୟରେ ପାର୍ଥକ୍ୟ ପ୍ରଦର୍ଶନ କରିଛନ୍ତି। ଆଚାର୍ଯ୍ୟ ଭଞ୍ଜଙ୍କ ମତରେ କାବ୍ୟ ଅଳଙ୍କାର ଯୁକ୍ତ ହୋଇ ଯଦି ଗୁଣଯୁକ୍ତ ନ ହୁଏ ତେବେ ତାହା ଶ୍ରୁତି ମଧୁର ବା ମର୍ମ ମଧୁର ହୋଇପାରେ ନାହିଁ। ତେଣୁ ବାକ୍ୟ ଅଳଙ୍କାର ଯୁକ୍ତ ହେଲେ ମଧ୍ୟ ଗୁଣଯୁକ୍ତ ହେବା ଏକାନ୍ତ ଆବଶ୍ୟକ। ଯଥା ଅଳଙ୍କୃତମପି କାବ୍ୟଂ ନ କାବ୍ୟଂ ଗୁଣବର୍ଜିତଂ ଗୁଣଯୋଗସ୍ତୈର୍ମୁଖା ଗୁଣାଳଙ୍କାରଯୋଗୟଃ। ରଚନାଟି ଅଳଙ୍କାର ଯୁକ୍ତ ହୋଇଥିଲେ ଶ୍ରବଯୋଗ୍ୟ କିନ୍ତୁ ଗୁଣଯୁକ୍ତ ନ ହେଲେ ତାହାକୁ କାବ୍ୟ କୁହାଯାଇ ପାରିବ ନାହିଁ। କାବ୍ୟରେ ଗୁଣ ଓ ଅଳଙ୍କାର ମଧ୍ୟରେ ଗୁଣ ହେଉଛି ମୁଖ୍ୟ ବା ପ୍ରଧାନ। ଗୁଣର ପ୍ରକାର ଭେଦ ଦେଖିପାରିଥିବେ। ପ୍ରଥମେ ଆଚାର୍ଯ୍ୟ ଭରତ ନାଟ୍ୟଶାସ୍ତ୍ରରେ ଶ୍ଳେଷ ପ୍ରଭୃତି 10ଟି କାବ୍ୟଗୁଣ ସ୍ୱୀକାର କରିଛନ୍ତି। ଯଥା ଶ୍ଳେଷ ପ୍ରସାଦ ସମତା ସମାଧି ମାଧୁର୍ଯ୍ୟମୋଜ ପଦ ସୌକୁମାର୍ଯ୍ୟମ୍ ଅର୍ଥସ୍ୟ ଚ ବ୍ୟକ୍ତିରୁଦାରତା ଚ କାନ୍ତିଶ୍ଚ କାବ୍ୟସ୍ୟ ଗୁଣା ବୈଶିତେ। ଶ୍ଳେଷ ପ୍ରସାଦ ସମତା ସମାଧି ମାଧୁର୍ଯ୍ୟ ଓଜ ସୁକୁମାରତା ଅର୍ଥବ୍ୟକ୍ତି ଉଦାରତା ଓ କାନ୍ତି ପ୍ରଭୃତି କାବ୍ୟର 10ଟି ଗୁଣ। ତ ଦେଖିପାରିଥିବେ ପ୍ରଥମେ ଶ୍ଳେଷ। ଶ୍ଳେଷର ଅର୍ଥ ହେଉଛି ରଚନାର ଗାଢ଼ବନ୍ଧତା। ଏଥିରେ ଶବ୍ଦର ମସୃଣତା ପ୍ରକାଶିତ ହୋଇଥାଏ। ଏହା ଦୁଇ ଭାଗରେ ବିଭକ୍ତ। ଶବ୍ଦ ଶ୍ଳେଷ ଯେଉଁଠି ସନ୍ଧି ସମାସ ହେତୁ ଅନେକ ସଜାତୀୟ ପଦ ଏକ ପଦ ପରି ମନେ ହୁଏ କିନ୍ତୁ ପ୍ରକୃତରେ ସେଗୁଡ଼ିକ ଭିନ୍ନ ଭିନ୍ନ ଅର୍ଥରେ ପ୍ରଯୁକ୍ତ ହୋଇଥାନ୍ତି ସେଠାରେ ଶବ୍ଦ ଶ୍ଳେଷ ଦେଖାଯାଏ। ଯଥା ମହିମା ଅନନ୍ତ ପ୍ରଭୁ ମହିମା ଅନନ୍ତ ମନହାରି ସହୋଦର ହୋଇ ଯାର ଖ୍ୟାତ ଅରିଦର କର ପ୍ରଭୁ ଅରିଦର କର ଯୁଗେ ଯୁଗେ ଧର ନାନା ବିଧ ଅବତାର। ଇଏ ଥିଲା ଆମର ଶ୍ଳେଷ। ତାପରେ ଅର୍ଥ ଶ୍ଳେଷ। ଶବ୍ଦ ଶ୍ଳେଷଟା ତାପରେ ଅର୍ଥ ଶ୍ଳେଷ ଯେଉଁଠି ଅର୍ଥ ଅସମ୍ଭବ ବା ଅସଙ୍ଗତି ପରି ମନେ ହେଲେ ମଧ୍ୟ ଯୁକ୍ତି ଦ୍ୱାରା ସମ୍ଭାବ୍ୟମାନ ସଙ୍ଗତ ଅର୍ଥ ପ୍ରତିପାଦନ କରାଯାଏ ସେଠାରେ ଅର୍ଥ ଶ୍ଳେଷ ଦେଖାଯାଏ। ଯଥା ତୁମ୍ଭେ ସ୍ଥୂଳ ତୁମ୍ଭେ ସୂକ୍ଷ୍ମ ତୁମ୍ଭେ ଲଘୁ ଗୁରୁ ତୁମ୍ଭେ କାର୍ଯ୍ୟ କାରଣ ସ୍ୱରୂପ ସର୍ବଗୁରୁ। ତାପରେ ଦେଖିବା ଇଏ ଥିଲା ଅର୍ଥ ଶ୍ଳେଷ। ଏବେ ଦେଖିବା ଆମେ ପ୍ରସାଦ।
ତ ଆମେ ଶ୍ଳେଷ ଦେଖିଲେ, ଏବେ ଦେଖିବା ପ୍ରସାଦ। ଶୁଷ୍କ କାଷ୍ଠରେ ଅନଳ ପରି ଯେଉଁ ଗୁଣ ହୃଦୟରେ ପ୍ରବେଶ କରେ, ତାହାକୁ ରସାବିଷ୍ଟ କରେ, ତାହା ହେଉଛି ପ୍ରସାଦ ଗୁଣ। ସ୍ୱଚ୍ଛ ନିର୍ମଳ ଜଳ ଭିତରେ ରହିଥିବା ବସ୍ତୁକୁ ଯେପରି ପରିଷ୍କାର ଭାବରେ ଦର୍ଶନ ଦେଖିପାରେ, ସେହିପରି ପ୍ରସାଦ ଗୁଣର କାବ୍ୟର ପ୍ରତିପାଦିତ ଅର୍ଥ ବିନା ପରିଶ୍ରମରେ ବୋଧଗମ୍ୟ ହୋଇଥାଏ। ଯଥା ଦିନେ ଚାହାଳିରୁ ଫେରି ଆସି ପୁଅ ଉଭା ହେଲା ମାତା ପାଶେ, ଆଖି ଥନ ଥନ ବଦନ ମଳିନ, ତୁଣ୍ଡରେ କଥା ନ ଭାସେ। ପୁଅକୁ ଅନାଇ ମାତା ଅତି ଛନ୍ନେ ପଚାରନ୍ତି ବେଗେ ଦୁଃଖେ, କିମ୍ପାଇରେ ଧନ ନିରସ ତମନ, ହସ ନାହିଁ କିମ୍ପା ମୁଖେ। ଇଏ ଥିଲା ଆମର ପ୍ରସାଦ। ଏବେ ଦେଖିବା ଆମେ ସମତା। ଶବ୍ଦ ବିନ୍ୟାସ ଭଙ୍ଗୀର ଏକ ରୂପତାକୁ ସମତା ବୋଲାଯାଏ। ଏଥିରେ ଛୋଟ ଛୋଟ ସମାସ ପଦ ଥାଏ ଓ ପ୍ରତି ପଦର ଅକ୍ଷର ସଂଖ୍ୟା ସମାନ। ଏହି ସମତା ମୃଦୁବନ୍ଧ, ସ୍ଫୁଟବନ୍ଧ ଓ ମଧ୍ୟମ ବନ୍ଧ ରୂପେ ତିନି ଭାଗରେ ବିଭକ୍ତ। ମୃଦୁବନ୍ଧ, ଏଥିରେ ପ୍ରାଣବର୍ଣ୍ଣର ପ୍ରୟୋଗ ଦେଖାଯାଏ। ଯଥା ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ସ୍ଫୁଟବନ୍ଧ, ଏଥିରେ କଷ୍ଟଚାରିତ ଶବ୍ଦ ପ୍ରୟୋଗ ଦେଖାଯାଏ। ଯଥା କେତେ ରମ୍ଭା ଉରୁବଣୀ ଅଛନ୍ତି, ଐରାବତ ଗଡ଼ା ଗଡ଼ି ଦିଅନ୍ତି, କେତେ ଚିତ୍ରରଥ ଗନ୍ଧର୍ବ ଚୟ, ଅଳପ ଧନେ ହେଉଛନ୍ତି କ୍ରୟ। ମଧ୍ୟମ ବନ୍ଧ, ଏଥିରେ ଉପରୋକ୍ତ ଦୁଇ ପ୍ରକାର ବନ୍ଧର ପ୍ରୟୋଗ ଦେଖାଯାଏ। ଯଥା ଏତେ ଛବି ଯେଣୁ ଏକାଧାରେ ଠୁଳ, ଛବିଳ ଉତ୍କଳିତ ଛବି ଅତୁଳ। ତାପରେ ଏବେ ଦେଖିବା ଆମେ ସମାଧି। ଗୋଟିଏ ବସ୍ତୁର ଧର୍ମ ଅନ୍ୟ ବସ୍ତୁ ଉପରେ ଆରୋପ କରାଗଲେ ତାହାକୁ ସମାଧି ବୋଲାଯାଏ। ଯେପରି ନେତ୍ରର ସ୍ୱାଭାବିକ ଧର୍ମ ଉନ୍ମୀଳନ ନିମୀଳନକୁ କୁମୁଦ ଉପରେ ଆରୋପ କରିବା ପ୍ରଭୃତି ସମାଧି ଗୁଣ। ସମାଧି ଗୁଣ ଦ୍ୱାରା ସହୃଦୟ ରସାପ୍ଲୁତ ହୁଏ। ଶବ୍ଦ ଛଟାର ଉତ୍ଥାନ ପତନ ତଥା ଆରୋହ ଅବରୋହ ଦ୍ୱାରା ହୃଦୟ ଅପୂର୍ବ ଆନନ୍ଦାପ୍ଲୁତ ହୋଇଥାଏ। ଯଥା ଶ୍ରବଣେ ଦଳଇ କୁଣ୍ଡଳ, ଦଳେ ନୀଳ ଅଳକା, ଲାବଣ୍ୟ ଦର୍ପଣ ପରାଏ, ଝଳେ ଗଣ୍ଡପାରିକା। ଅଧେନ୍ଦୁ ଲଲାଟେ ସିନ୍ଦୁର, ବିନ୍ଦୁ ରମୟୀ ଆଖି, ନୁହଁଇ ସିନ୍ଦୁରେ ରହିଛି ସ୍ମର ହୃଦୟ ଲାଖି। ଇଏ ଥିଲା ଆମର ସମାଧି। ଏବେ ମାଧୁର୍ଯ୍ୟ। ମାଧୁର୍ଯ୍ୟ ଅର୍ଥ ମଧୁରତା ବା ରସବତ୍ତା। ଭକ୍ତିର ବୈଚିତ୍ର୍ୟ ମାଧ୍ୟମରେ ଯେଉଁଠି କୋମଳ ସରସପଦ ପ୍ରୟୋଗ ଦ୍ୱାରା ଚମତ୍କାର ଅର୍ଥ ଦ୍ୟୋତିତ ହୁଏ, ସେଠାରେ ମାଧୁର୍ଯ୍ୟ ଗୁଣ ଦେଖାଯାଏ। ପୃଥକ୍ ପୃଥକ୍ ପଦବିନ୍ୟାସ ମାଧୁର୍ଯ୍ୟ ଗୁଣର ଅନ୍ୟ ଏକ ବୈଶିଷ୍ଟ୍ୟ। ଯଥା ଗିରି ଅଙ୍ଗେ ହୁଏ ସିନା ବଜ୍ରର ପ୍ରହାର, ହା ହା ତହିଁ ସଙ୍ଗେ ଗିରି ବାସିର ସଂହାର। ତାପରେ ଅଜ। ଦୀର୍ଘ ବାକ୍ୟକୁ ଅଳ୍ପାକ୍ଷର ସାହାଯ୍ୟରେ ପ୍ରକାଶ କରିବା ନାମ ଅଜ। ପଦ ରଚନାର ଗାଢ଼ତା ଓ ଅର୍ଥ ଗାମ୍ଭୀର୍ଯ୍ୟ ଅଜର ବିଶେଷତ୍ୱ ରୂପେ ପରିଚିତ। ଏହି ଗୁଣ ଦ୍ୱାରା ପାଠକ ଚିରବିସ୍ତୃତ ଉତ୍ତେଜିତ ହୋଇଉଠେ। ଯଥା ଦୁର୍ଗମ ଗିରି ଦୁର୍ଗ ଦ୍ୱାରେ ଜୀର୍ଣ୍ଣ ପ୍ରାଚୀରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ। ତାପରେ ସୌକୁମାର୍ଯ୍ୟ ବା ସୁକୁମାରତା। ଅମଙ୍ଗଳ ଜନକ ବା ଅଶ୍ଳୀଳ ପଦକୁ ପ୍ରୟୋଗ ନ କରି ଯେଉଁ ରଚନାରେ ସେହି ଅର୍ଥ ପ୍ରକାଶ କରୁଥିବା ଅନ୍ୟ ଶୁଭଙ୍କର ପଦ ପ୍ରୟୋଗ କରାଯାଇଥାଏ, ସେଠାରେ ସୌକୁମାର୍ଯ୍ୟ ଗୁଣ ଦେଖାଯାଏ। ଶବ୍ଦର କୋମଳତା ଭାବର ପ୍ରିୟତା ସୌକୁମାର୍ଯ୍ୟ ଗୁଣର ବିଶେଷତ୍ୱ। ମଣିଷ ପରି ମଣିଷଟାଏ ପଡ଼ିଲା ଦେଶୁ ଆସି, କିଏ ଭାବିବ ଦେଶର କଥା ନିଭୃତରେ ବସି। ତାପରେ ଅର୍ଥବ୍ୟକ୍ତି। ଯେଉଁଠାରେ ଅର୍ଥ ସ୍ପଷ୍ଟ ଭାବରେ ପ୍ରତୀତ ହୁଏ, ଅଭିଧାନର ଆବଶ୍ୟକ ହୁଏ ନାହିଁ, ସେଠାରେ ଅର୍ଥବ୍ୟକ୍ତି ଗୁଣ ଦେଖାଯାଏ। ସହଜରେ ଅର୍ଥ ପ୍ରତୀତି ଓ ବର୍ଣ୍ଣନୀୟ ବିଷୟର ସ୍ପଷ୍ଟତା ହେଉଛି ଅର୍ଥବ୍ୟକ୍ତିର ଏକ ଅପରିହାର୍ଯ୍ୟ ଗୁଣ। ଯଥା ଆସ ଆସ ପାରାଜଡ଼ିକ, ମୋ ଦୁଆରେ ବସ, ଖାଇବାକୁ ଦେବି ତୁମକୁ ମୁଁ ଯେ ନଡ଼ିଆ ରସ। ତାପରେ ଔଦାର୍ଯ୍ୟ ବା ଉଦାରତା। ଯେଉଁଠି ଶବ୍ଦଗୁଡ଼ିକ ଉଚ୍ଚାରଣ କରିବା ବେଳେ କଣ୍ଠ ଓ ହୃଦୟରେ ସ୍ପନ୍ଦନ ସୃଷ୍ଟି କରେ, ସେଠାରେ ଔଦାର୍ଯ୍ୟ ଗୁଣ ଦେଖାଯାଏ। ଶବ୍ଦ ନୃତ୍ୟ ଓ ଗ୍ରାମ୍ୟତା ଦୋଷର ଅଭାବ ହେଉଛି ଔଦାର୍ଯ୍ୟ ଗୁଣର ବିଶେଷତା। ଯଥା ଯନ୍ତ୍ର କି ତତେ କି ମନ୍ତ୍ର ଦେଇଛି, ମାଟିର ମଣିଷ ଆରେ, ମୁଗ୍ଧ ତୋହର ଚିତ୍ତ ଗହର, ମନ୍ତି ପାରୁନୁ ପାରେ, ମନେ ପଡ଼ୁନାହିଁ ତୋହର ଗାଁର ଛଇଳ ଛପର ଗାଈ, ପଲ୍ଲୀ ବଧୂର ସ୍ନିଗ୍ଧ ମଧୁର, ପାଣି ବହିବାର ଛାଇ। ଏ ଥିଲା ଔଦାର୍ଯ୍ୟ ବା ଉଦାରତା। ତାପରେ କାନ୍ତି। ଯେଉଁଠି ଲୌକିକ ଅର୍ଥକୁ ଅତିକ୍ରମ କରା ନ ଯାଇ ସ୍ୱାଭାବିକ ଭାବରେ ଘଟଣା ଓ ଶବ୍ଦାର୍ଥ ପରିବେଷଣ କରାଯାଏ, ସେଇଠି ବିଳାସ କରେ କାନ୍ତି ଗୁଣ।
ଶବ୍ଦର ଔଜ୍ଜ୍ୱଲ୍ୟ ଓ ରସଦୀପ୍ତତା ହେଉଛି କାନ୍ତି ଗୁଣର ଏକ ସ୍ମରଣୀୟ ବୈଶିଷ୍ଟ୍ୟ। ଯଥା ଆସଇ ବସନ୍ତ ଶିଶିର ଅନ୍ତେ, ଦିଶଇ ଧରଣୀ ଚାରୁ କେମନ୍ତେ, ସୌନ୍ଦର୍ଯ୍ୟ ତରଙ୍ଗେ ଭାସଇ ମହି, ଭୁବନ ଆନନ୍ଦ ନହି ନୁହଇ କହି। ତ ଏଇସବୁ ହେଉଛି ଗୁଣ ଗୁଡ଼ିକ ହେଉଛି କାବ୍ୟର ଆତ୍ମିକ ସୌଷ୍ଠବ ଏବଂ ଏହା ହେଉଛି କାବ୍ୟର ଏକ ଅସ୍ଥିବାଚକ ସ୍ଥିତି। ତ ଏଣୁ ଭରତ ଶ୍ରୁତିକଟୁ ପ୍ରଭୃତି କାବ୍ୟ ଦୋଷ ଶୂନ୍ୟତାକୁ କାବ୍ୟର 10ଟି ଗୁଣ ରୂପେ ନିର୍ଦ୍ଦେଶ କରିଛନ୍ତି। ତାପରେ ଗୁଣମାନଙ୍କର ଅନ୍ତର୍ଭାବ। ତ ଇଏ ଥିଲା ଆମର ଗୁଣ। ଆମେ ଦେଖିଲେ ଗୁଣ।